ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆମ୍ଭେମାନେ ବାଇବଲର ଏକ ଶାସ୍ତ୍ରାଂଶ ଧ୍ୟାନ କରିବା। ଆମ୍ଭେମାନେ ପାଇପାରିବା ମାର୍କ ଲିଖିତ ସୁସମାଚାର 4 ଅଧ୍ୟାୟ 40 ପଦ 41 ପଦରେ ଆମମାନେ ଲେଖା ହେଇଛି, ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କ'ଣ ତୁମ୍ଭମାନଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କୁ ଆଜ୍ଞା ମାନନ୍ତି? ଆମମାନେ ଦେଖୁଅଛୁ ପବନ ଆଉ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନେ ଯୀଶୁଙ୍କ ଆଜ୍ଞା ମାନୁଅଛନ୍ତି। ଯେତେବେଳେ ଦିନେ ଶିଷ୍ୟମାନେ ଆଉ ଯୀଶୁ ସମସ୍ତ ଲୋକମାନଙ୍କ ସହିତ ପ୍ରଚାର ଯୀଶୁ କରୁ କରୁ ସନ୍ଧ୍ୟା ହୁଅନ୍ତେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ଆସ ଆମ୍ଭେମାନେ ହ୍ରଦର ଆରପାରିକି ଯିବା। ସେହି ସମୟରେ ସମସ୍ତେ ଶିଷ୍ୟମାନେ ଏବଂ ଯୀଶୁ ଲୋକମାନଙ୍କୁ ପରିତ୍ୟାଗ କରି ସମୁଦ୍ରର ଡଙ୍ଗାରେ ସେମାନେ ବସି ହ୍ରଦର ଆର ପାଇଁ ଯିବା ନିମନ୍ତେ ନୌକା ବାହିଲେ। ଯେତେବେଳେ ହ୍ରଦ ମଧ୍ୟସ୍ଥଳରେ ହେଇଅଛନ୍ତି, ସେହି ସମୟରେ ପ୍ରବଳ ଝଡ଼ ଆଉ ତୋଫାନ ହେଲା। ନୌକାଟି ପାଣିରେ ଆଚ୍ଛାଦିତ ହେଇ ବୁଡ଼ିବା ପାଇଁ ଲାଗିଲା। ସେହି ସମୟରେ ଶିଷ୍ୟମାନେ ଭୟଙ୍କର ବୋଲି ଭାବିଲେ, ଯେହେତୁ ସେମାନେ ନିଜେ କେଉଟ ଥିଲେ, ପୂର୍ବବର୍ତ୍ତୀ ସମୟରେ ମାଛ ଧରାଳିମାନେ ଥିଲେ। ସେମାନେ ଜାଣିଥିଲେ ଯେ ନୌକା କିପରି ବାହିବା, କିପରି ନେବା। କିନ୍ତୁ ଦେଖନ୍ତୁ, ଏପରି ପ୍ରବଳ ତୋଫାନ ହେଲା ଯେ ସେମାନେ ଜାଣିଲେ ଯେ ଆମମାନେ ମରିବାକୁ ଯାଉଛୁ, ଯେହେତୁ ନୌକାଟି ବୁଡ଼ିବା ପାଇଁ ଯାଉଅଛି। କ'ଣ କରିବା? ସେମାନଙ୍କର ଉପାୟ ଶୂନ୍ୟ ଅବସ୍ଥା। ସେହି ସମୟରେ ସେମାନେ ଯୀଶୁଙ୍କୁ, ଗୁରୁ ତ ଅଛନ୍ତି, ତାଙ୍କୁ ମଧ୍ୟ ଟିକେ କହିବା। ସେମାନେ ଭାବିଲେ ଯେ ଗୁରୁ ତ ଅଛନ୍ତି, ତାଙ୍କୁ ମଧ୍ୟ ଟିକେ କୁହନ୍ତୁ। ସେ ତ କୁଆଡ଼େ ଅଛନ୍ତି? ନାଇଁ, ପଛମଙ୍ଗରେ ଯାଇକି ସେ ମୁଛୁଳାରେ ମୁଣ୍ଡ ଦେଇ ଶୋଇଅଛନ୍ତି। ଆଉ ଯାଇକି କହିଲେ, ହେ ଗୁରୁ ଉଠନ୍ତୁ, ଆପଣ କ'ଣ ଶୋଉଅଛନ୍ତି? ଯେହେତୁ ନୌକାଟି ବୁଡ଼ିବାକୁ ଲାଗୁଛି, ଆମେ ମରିଯିବୁନି, ଆମେ ସମସ୍ତେ ମରିଯିବା। ଯୀଶୁ ସେତେବେଳେ ଉଠିଲେ। ଆଉ ଯୀଶୁ ଉଠିଲେ, ଆଉ ସେ ସିଧାସଳଖ ଉଠି ଆସି ଡଙ୍ଗାରେ ଛିଡ଼ା ହେଇ ସେ କହିଲେ, ହେ ପବନ, ତୁ ତୁନି ହୋଇଯା, ହେ ସମୁଦ୍ର ତରଙ୍ଗ, ତୁ ଶାନ୍ତ ହୋଇଯା। ସେହି କ୍ଷଣି ପବନ ଆଉ ତରଙ୍ଗ ମଧ୍ୟ ସୁସ୍ଥିର ହୋଇଗଲା। ସେହି ସମୟରେ ଏହି ଶିଷ୍ୟମାନେ ସମସ୍ତେ ଯୀଶୁକୁ ଦେଖିବାକୁ ଲାଗିଲେ। ବାପରେ ବାପ, ଏ କି କଥା? ଆମେ ମରିବୁ ବୋଲି ଭାବୁଥିଲୁ, କିନ୍ତୁ ଯୀଶୁ ହାତ ବଢ଼ାଇ କହୁଅଛନ୍ତି, ଏ ପବନ ସୁସ୍ଥିର ହୋଇଯା, ତରଙ୍ଗ ତୁ କମିଯା। ଏଇଟା ଗୋଟେ ଭୟଙ୍କର ବିଷୟ। ହେଲେ ଏ ବ୍ୟକ୍ତି କିଏ? ପବନ ଆଉ ସମୁଦ୍ର ଏହାଙ୍କର ଆଜ୍ଞା ମାନୁଛି। ଭୟଙ୍କର ବିଷୟ। ପ୍ରିୟ ବନ୍ଧୁଗଣ, ଆମେ ଦେଖୁଅଛୁ ଶିଷ୍ୟମାନେ ଭାବିଥିଲେ ଯେ ଏମାନେ ମରିଯିବୁ। ସେଥିପାଇଁ ସେ ଯୀଶୁଙ୍କୁ କହୁଛନ୍ତି ଉଠେଇକି, ତମର କିଛି ମନେ ନାହିଁ କି ଭାଇ? ମନେ ନାହିଁ କି ଗୁରୁ? ସେମାନେ ଗୁରୁ ବୋଲି ଭାବିଥିଲେ ବୋଲି ଗୁରୁ କହିଲେ, ନହେଲେ ଭାଇ ଭାବିଥିଲେ ଭାଇ କହିଥାନ୍ତେ। ମନେ ନାହିଁ କି ଗୁରୁ, ଆମମାନେ ସମସ୍ତେ ମରିଯିବୁ। କିନ୍ତୁ ସେମାନେ ଜାଣିନଥିଲେ ଯେ ଏଇଠି ଜଣେ ପ୍ରଭୁ ବା ଈଶ୍ୱର, ଭୟଙ୍କର ଈଶ୍ୱର ଏଠି ଶୋଇଅଛନ୍ତି, ଆମମାନଙ୍କ ସହିତ ଅଛନ୍ତି। ଯେତେବେଳେ ସେମାନେ ସମସ୍ତ ବିବରଣୀ ଯୀଶୁଙ୍କ ଆଜ୍ଞା ମାନିବା ପବନ ସମୁଦ୍ରକୁ ଦେଖିଲେ, ସେହି ସମୟରେ ସେମାନେ ଯୀଶୁଙ୍କଠାରେ ଭୟଗ୍ରସ୍ତ ହେଲେ। ଯେହେତୁ ସେମାନେ ଭାବିଲେ ଏ ଆକା ଜଣେ ହେଉଅଛନ୍ତି ମହାନ ପରମେଶ୍ୱର। ଯେହେତୁ ସାଧାରଣ ନୁହେଁ ଭାଇମାନେ, ସମୁଦ୍ର ଆଉ ପବନ ମାନିବା ସହଜକର କଥା ନୁହେଁ। ତାହା ଈଶ୍ୱରଙ୍କର ଆୟତ୍ତରେ ଅଛି। ଯୀଶୁଖ୍ରୀଷ୍ଟ ନିଜେ ଈଶ୍ୱର ହେଇଥିବାରୁ ପବନ ଆଉ ସମୁଦ୍ର ମଧ୍ୟ କଥା ମାନିଲା। ସେହି ସମୟରେ ଶିଷ୍ୟମାନେ ଉତ୍ତମ ଭାବରେ ଯେଉଁ ସ୍ଥାନକୁ ଯାଉଥିଲେ
ସେହି ସ୍ଥାନରେ ସେମାନେ ଗଲେ। ସେଥି ନିମନ୍ତେ ଆମ୍ଭେମାନେ କ'ଣ କରିବା ଉଚିତ ନା ଯୀଶୁ ଖ୍ରୀଷ୍ଟଙ୍କୁ ଆମ୍ଭେମାନେ ପ୍ରଥମ ସ୍ଥାନ ଦେବାକୁ ଉଚିତ। ସେମାନେ ନିଜ ନିଜ ଇଚ୍ଛା ଅନୁସାରେ ସେମାନେ ନୌକାକୁ ବାହି ଯାଉଥିଲେ। ନିଜେ ମୁଁ ଡ୍ରାଇଭର ହେବି ବୋଲି ସେମାନେ ଚେଷ୍ଟା କରୁଥିଲେ, କିନ୍ତୁ ଯୀଶୁଙ୍କୁ ଡ୍ରାଇଭର ହେବା ପାଇଁ ସ୍ଥାନ ଦେଉନଥିଲେ। ଆଜି ଆମେମାନେ ଏହି ଜଗତରେ ଆମମାନେ ରହିଛୁ। ଆମମାନେ ଗୋଟିଏ ଗୋଟିଏ ଡଙ୍ଗା ସହିତ ଏ ଜଗତରେ ଆମମାନେ ଭାସୁଛୁ। ଆମର ହୃଦୟ ହେଉଛି ଡଙ୍ଗା। ଏହି ଡଙ୍ଗା ଏ ସମୁଦ୍ର ବା ଜଗତରେ ଭାସୁଛି। ଏହି ଡଙ୍ଗାକୁ ନିୟନ୍ତ୍ରିତ କରି ଆଗକୁ ନେବା ପାଇଁ ଯୀଶୁଙ୍କୁ ଆମମାନେ ନିଜ ହୃଦୟରେ ସ୍ଥାନ ଦେବା। ଆଉ ଯୀଶୁ ଆମମାନଙ୍କ ହୃଦୟରେ ଥାଇ ଏହି ଡଙ୍ଗାକୁ ଚଲାନ୍ତୁ, ତାହେଲେ ଆମମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ସେଥି ନିମନ୍ତେ ନିଜକୁ ସମୀକ୍ଷା କରି ଯୀଶୁଙ୍କ ନିକଟକୁ ଆମମାନେ ଫେରିଯିବା। ଅଳ୍ପ ଶିକ୍ଷା ଉପରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।